ଅନେକ ଦିନ ତଳର କଥା। ଗୋଟିଏ ଛୋଟ ଗାଁରେ ପାଣିର ଅଭାବ ଯୋଗୁଁ ଜମି ଶୁଖିଲା ହୋଇଯାଇଥିଲା। ଜମି ସବୁ ଫାଟି ବେକାର ପଡ଼ିଥିଲା। ଗାଁର ଶେଷରେ ଗୋଟେ ଛୋଟ ଭଙ୍ଗା କୁଡ଼ିଆ ଥିଲା। ସେହି କୁଡ଼ିଆରେ ହରି ଓ ତା ସ୍ତ୍ରୀ ସବିତା ଆଉ ତା 12 ବର୍ଷର ଝିଅ ଖୁସି ରହୁଥିଲେ। ସେମାନେ ବହୁତ ଗରିବ ଥିଲେ। ଜମି ଫାଟି ଟାଙ୍ଗରା ହୋଇ ପଡ଼ିଥିଲା। ଧନୀ ଲୋକ ଆହୁରି ଧନୀ ହେଉଥିଲେ, ଆଉ ଗରିବ ଲୋକମାନେ ଆହୁରି ଗରିବ ହେଉଥିଲେ। ହରି ପାଖରେ ତାର ଗୋଟିଏ ଛୋଟ ଜମି ଥିଲା। ସେ ଜମି ଉପରେ ହିଁ ତାର ଆଶା ଆଉ ବିଶ୍ୱାସ ଥିଲା। ହରି, ତୁମକୁ ଆଜି ବି ରାତିରେ ନିଦ ଆସିନି ନା? ଯେବେ ମଣିଷର ଆଖି ଆଗରେ ଘରର ଚିନ୍ତା ଥାଏ ନା ସବିତା, ମଣିଷ ଠାରୁ ନିଦ ବି ଦୂରେଇ ଯାଇଥାଏ। ଦେଖ, ଭଗବାନ ଯଦି ଚାହିଁବେ ସବୁ ଠିକ ହୋଇଯିବ। ଭଗବାନ ବି ତାର ସାହାଯ୍ୟ କରିଥାଏ ଯିଏ ସାହସ ରଖିଥାଏ। ମୁଁ ହାରିବାକୁ ଚାହୁଁନି ସବିତା। ମୋତେ ଡର ଲାଗୁଛି କି ଆମ ଖୁସିକୁ ବି ଆମ ପରି ଜୀବନ ନ ମିଳୁ। ବାବା, ଆଜି ମୁଁ ବି ତୁମ ସହ ଜମିକୁ ଯିବି। ଆରେ ଝିଅ, ତୁ ଜମିରେ ଯାଇ କ'ଣ କରିବୁ? ତମେ କହୁଛ ନା ଜମି ଆମ ମା ସମାନ, ତ ମୁଁ ବି ଆଜି ଆମ ମାକୁ ଦେଖିବାକୁ ଚାହୁଁଛି। ତୁ ସତରେ ବହୁତ ବଡ଼ ହୋଇଗଲୁଣୁ ଖୁସି। ସକାଳର ସମୟ ଥାଏ। ହରି ତା ଜମି ପାଖରେ ଛିଡ଼ା ହୋଇ ଚୁପଚାପ ତା ଜମିକୁ ଦେଖୁଥିଲା। ମାଟି ଧୀରେ ଧୀରେ ଶୁଖି ଫାଟିବାକୁ ଲାଗିଲାଣି। ଏମିତି ଲାଗୁଥିଲା ମାଟି ଯେମିତି ଥକି ଗଲାଣି। ସେହି ସମୟରେ ଦୂରରୁ ଗୋଟିଏ ସାଧୁ ଧୀରେ ଧୀରେ ହରି ପାଖକୁ ଆସିଲେ। ପୁଅ, ଟିକେ ପାଣି ମିଳିବ? ହଁ ସାଧୁ ବାବା, ଗରିବର ଘରେ କିଛି ମିଳୁ କି ନ ମିଳୁ, ପାଣି ଓ ସମ୍ମାନ ନିଶ୍ଚୟ ମିଳିଥାଏ। ହରି ତା ମାଠିଆରୁ ପାଣି ଆଣି ସାଧୁଙ୍କୁ ଦେଲା। ତୁମେ ନିଜେ ଚିନ୍ତାରେ ଅଛ ଲାଗୁଛି, ତଥାପି ତମ ମନରେ ଟିକେ ବି ରାଗ ନାହିଁ। ଗରିବୀ ମଣିଷକୁ ଛୋଟ କରିଦେଇଥାଏ। ବାବା, ଯଦି ମଣିଷର ମନ ଛୋଟ ହୋଇଯାଏ, ତେବେ ସେ ସତରେ ହାରିଯାଇଥାଏ। ସାଧୁ ବାବା କିଛି ସମୟ ପର୍ଯ୍ୟନ୍ତ ହରିର ଜମିକୁ ଦେଖିଲେ। ତାପରେ ସେ ଲାଲ ରଙ୍ଗର ମଞ୍ଜି କାଢ଼ିଲେ ଆଉ କହିଲେ, ଇଏ ସାଧାରଣ ମଞ୍ଜି ନୁହେଁ, ଇଏ ହେଉଛି ଗୋଟିଏ ଲାଲ ଚନ୍ଦନର ମଞ୍ଜି। ୟାକୁ ସମ୍ଭାଳିକି ଜମିରେ ଲଗାଇବ। ଯଦି ତମ ମନ ସଚ୍ଚା ଓ ଅଧିକ ପରିଶ୍ରମ କରିବ, ତ ଏହି ଗଛ ଦିନେ ତୁମର ଭାଗ୍ୟ ବଦଳାଇ ଦେବ। ଲାଲ ଚନ୍ଦନ? ହେଲେ ମନେ ରଖିବ, ଗଛ ଖାଲି ପାଣିରେ ବଡ଼ ହୁଏନି, ମଣିଷର ଭଲ କର୍ମରୁ ବଡ଼ ହୋଇଥାଏ। ଏତିକି କହି ସାଧୁ ବାବା ସେଠାରୁ ଚାଲିଗଲେ। କିଏ ଥିଲେ ସେ ବାବା? ଜଣା ନାହିଁ, ହେଲେ ଯାଉ ଯାଉ ଗୋଟିଏ ରାସ୍ତା ଦେଖେଇ ଦେଇ ଗଲେ। ବାବା, କଣ ଆମେ ଏ ମଞ୍ଜି ଏବେ ଲଗାଇବା? ହଁ ଝିଅ, ଲାଗୁଛି ଭଗବାନ ଆମ ଶୁଖିଲା ଜମି ପାଇଁ ଏ ଶେଷ ରାସ୍ତା ରଖିଛନ୍ତି। 3 ଜଣ ମିଶି ଜମିର ମଝିରେ ଗୋଟିଏ ଗାତ ଖୋଳିଲେ ଆଉ ସେ ମଞ୍ଜି ସେଠାରେ ଲଗେଇ ଦେଲେ। ହେ ଭଗବାନ, ଆମେ ସବୁଥର ପରିଶ୍ରମ କରୁଛୁ, କିନ୍ତୁ ଏଥର ଆମ ପରିଶ୍ରମ ବିଫଳ ନ ହଉ। ମୁଁ ସବୁଦିନେ ଏ ଗଛରେ ପାଣି ଦେବି ବାବା, ଆଉ ମୁଁ ସବୁଦିନ ଭଗବାନଙ୍କୁ ପ୍ରାର୍ଥନା କରିବି। ସେହି ଗାଁରେ ଗୋଟିଏ ସାହୁକାର ରହୁଥିଲା। ତା ନାଁ ଥିଲା ରଘୁରାମ। ସେହି ଗାଁର ଅଧା ଲୋକ ତାଠାରୁ ଉଦ୍ଧାର ଆଣିଥିଲେ। ସେ ଗରିବର ମଜବୁରି ଦେଖି ଖୁସି ହେଉଥିଲା। ଗୋଟେ ଦିନ ରଘୁରାମ ହରିର ଜମିକୁ ଦେଖିଲା ଆଉ କହିଲା, ଆରେ ହରି, ଏ ଶୁଖିଲା ଜମିରେ ଏବେ କ'ଣ ଲଗାଉଛୁ? ଆଶା ଲଗାଉଛି ସାହୁକାର ଆଜ୍ଞା। ଗରିବ ମଣିଷର ଆଶା ମଧ୍ୟ ତା ପକେଟ ପରି ଖାଲି ହୋଇଥାଏ ହରି। ଖାଲି ପକେଟ ମଣିଷକୁ ଛୋଟ କରିନଥାଏ ସାହୁକାର ଆଜ୍ଞା, ଖାଲି ମନ ମଣିଷକୁ ଛୋଟ କରିଦେଇଥାଏ। ସାହୁକାରର ମୁହଁରେ ଟିକେ ଟିକେ ଈର୍ଷା ଦେଖାଯାଉଥିଲା। ଦେଖୁଛି, ଏ ଛୋଟ ମଞ୍ଜି ତୋର କେମିତି ଜୀବନ ବଦଳାଉଛି। ଦିନ ବିତିବାକୁ ଲାଗିଲା। ଗରମ ବି ବଢ଼ୁଥିଲା। ଗାଁର କେତେ ଜମି ଶୁଖିବାକୁ ଲାଗୁଥିଲା। ହେଲେ ହରି ତାର ସେହି ମଞ୍ଜି ଲଗାଇଥିବା ଜାଗାରେ ସବୁଦିନେ ପାଣି ଦେଉଥିଲା। କେତେ ଲୋକ ତ ତାର ମଜାକ କରୁଥିଲେ। ଆରେ, ହରି ପାଗଳ ହୋଇଗଲାଣି ଲାଗୁଛି। ଶୁଖିଲା ଜମିରେ ଲାଲ ଚନ୍ଦନ ଗଛ ଲଗାଇଛି। ଗରିବୀ ମଣିଷକୁ ସ୍ୱପ୍ନ ଅଧିକ ଦେଖାଇଥାଏ। ହେଲେ ହରି କାହା କଥାର ବି ଉତ୍ତର ଦେଲାନି।
ଲୋକମାନଙ୍କ କଥା ଶୁଣି ତମକୁ ଖରାପ ଲାଗୁନି? ଯେବେ ମଣିଷ ପାଖରେ ସତ୍ୟତା ଓ ପରିଶ୍ରମ ଥାଏ, ଲୋକଙ୍କ କଥା ଧୀରେ ଧୀରେ ଛୋଟ ଲାଗିଥାଏ। ଗୋଟେ ଦିନ ସକାଳେ ଖୁସି ଦୌଡ଼ି ଦୌଡ଼ି ଘରକୁ ଆସିଲା। ବାବା ବାବା, ଜଲ୍ଦି ଚାଲ, ଦେଖିବ ଆମ ମଞ୍ଜି ଗଛ ହେଲାଣି। ହରି ଓ ସବିତା ସାଙ୍ଗେ ସାଙ୍ଗେ ଜମିକୁ ଗଲେ ଆଉ ଦେଖିଲେ ମାଟି ଭିତରୁ ଗୋଟେ ଛୋଟ ଗଛ ବାହାରକୁ ଆସିଛି। ହେ ଭଗବାନ, ସତରେ ହେଇଗଲା। ଏବେ ଇଏ ବହୁତ ବଡ଼ ଗଛ ହବ ନା ବାବା? ମାସ ପରେ ମାସ ଗଲା ଆଉ ଛୋଟ ଗଛ ଶକ୍ତ ହେବାକୁ ଲାଗିଲା ଆଉ ସେଥିରେ ଟିକେ ଟିକେ ଲାଲ ରଙ୍ଗ ବି ଦେଖାଗଲା। ଧୀରେ ଧୀରେ ଗାଁର ଲୋକେ ହରି ଉପରେ ମଜା କମ୍ ଓ ଆଶ୍ଚର୍ଯ୍ୟ ହେବାକୁ ଲାଗିଲେ। ଶୁଣ, କଣ ଇଏ ସତରେ ଲାଲ ଚନ୍ଦନର ଗଛ? ଯଦି ଇଏ ଲାଲ ଚନ୍ଦନର ଗଛ, ତ ହରି ଭାଇର ଭାଗ୍ୟ ବଦଳିଯିବ। ହେଲେ ଯେଉଁଠାରେ ସମ୍ଭାବନା ଥାଏ ସେଠାରେ ଲୋଭ ବି ଧୀରେ ଧୀରେ ବଢିଥାଏ। ରଘୁରାମ ସବୁଦିନେ ଲୁଚି ଲୁଚି ସେ ଗଛକୁ ଦେଖିବାକୁ ଆସୁଥିଲା। ଇଏ ତ ସତରେ ଲାଲ ଚନ୍ଦନ। ୟାର ଦାମ ଲକ୍ଷ ଲକ୍ଷ ଟଙ୍କା ହବ। ଏତେ ଟଙ୍କା ଗୋଟେ ଗରିବର ହବ, ଏହା ମୁଁ କେବେ ବି ହବାକୁ ଦେବିନି। ଗୋଟେ ଦିନ ରାତିରେ ଗାଁରେ ଜୋରରେ ବର୍ଷା ପବନ ହେଲା। ହରି, ମତେ ସେ ଗଛର ବହୁତ ଚିନ୍ତା ହେଉଛି। ଏମିତି ନ ହଉ ବର୍ଷା ପବନରେ ଆମ ଗଛ ଭାଙ୍ଗି ନ ଯାଉ। ରୁହ, ମୁଁ ଦେଖିକି ଆସୁଛି। ହରି ବର୍ଷାରେ ଭିଜି ଭିଜି ଗଛ ପାଖକୁ ଗଲା। ଗଛ ପବନରେ ଜୋରରେ ହଲୁଥିଲା। ଡରେ ନା ତୁ, ମୁଁ ତତେ କିଛି ହବାକୁ ଦେବିନି। ଗଛ ନ ଭାଙ୍ଗିବା ପାଇଁ ସେ ରସିରେ ଗଛକୁ ବାନ୍ଧି ଦେଲା। ସେ ପୁରା ରାତି ବର୍ଷାରେ ସେ ଗଛ ପାଖରେ ହିଁ ବସିଲା। ସକାଳ ହେଉ ହେଉ ବର୍ଷା ଛାଡ଼ିଗଲା। ବାବା, ଆମ ଗଛ ବଞ୍ଚିଗଲା। ହଁ ଝିଅ, ଇଏ ଖାଲି ଗଛ ନୁହେଁ, ଆମ ଆଶା। ରଘୁରାମର ଲୋଭ ଏବେ ବଢି ଯାଇଥିଲା। ସେ ତାର ଦୁଇଟି ଲୋକଙ୍କୁ ଗଛ କାଟିବାକୁ ପଠାଇଲା। ହେଲେ କିଏ ଯଦି ଦେଖିଦବ? ଗରିବ ଲୋକର କଥା କିଏ ଶୁଣିବ? ଜଲ୍ଦି ଜଲ୍ଦି ଯାଅ ଆଉ ଗଛ କାଟିକି ଆଣ। ରାତି ଅଧିକ ଥିଲା। ଦୁଇ ଜଣ ଧୀରେ ଧୀରେ ଜମି ଆଡ଼କୁ ଗଲେ। ଗଛ ପାଖକୁ ଯାଇ ଯେମିତି ସେମାନେ କୁରାଢ଼ୀ ଉଠାଇଲେ, ଜୋରରେ ଘଡ଼ଘଡ଼ି ଶବ୍ଦ ହେଲା। ସେତେବେଳେ ଖୁସିର ନିଦ ଭାଙ୍ଗିଗଲା। ବାବା, ଲାଗୁଛି ଆମ ଜମିରେ କିଏ ଅଛି। ହରି ସାଙ୍ଗେ ସାଙ୍ଗେ ଜମିକୁ ଗଲା। ଦୁଇ ଜଣ ଡରିକି ସେଠାରୁ ଚାଲିଗଲେ। କିଏ ଥିଲେ ସେ ଦୁଇ ଜଣ? ମତେ ଲାଗୁଛି ସେମାନେ ଆମ ଗଛ କାଟିବା ପାଇଁ ଆସିଥିଲେ। ଏବେ ବୁଝିଲି, ଗରିବ ଲୋକର ପରିଶ୍ରମ ଅଧିକ ଲୋଭ ବଢ଼ାଇଥାଏ। ତାପରେ ଗାଁରେ ଚର୍ଚ୍ଚା ହେବାକୁ ଲାଗିଲା। ରଘୁରାମ ହରିର ଗଛ କାଟିବାକୁ ଲୋକ ପଠାଇଥିଲା। ଲୋକ ଏବେ ଧୀରେ ଧୀରେ ରଘୁରାମର ବିରୋଧ କରିବାକୁ ଲାଗିଲେ। ଏତେ ଲୋଭ କରିବା ଭଲ ନୁହେଁ। ହରି ପରିଶ୍ରମ କରିଛି। ସେ ଗଛରେ କେବଳ ହରିର ଅଧିକାର ଅଛି। ରଘୁରାମକୁ ପ୍ରଥମ ଥର ଲାଗିଲା ଲୋକମାନେ ତାକୁ ଏବେ କମ୍ ଡରୁଛନ୍ତି। କିଛି ବର୍ଷ ପରେ ଲାଲ ଚନ୍ଦନର ଗଛ ପୁରା ବଡ଼ ହୋଇଗଲା। ସେ ଗଛର ବାସ୍ନା ବହୁତ ଦୂରକୁ ଯାଉଥିଲା। ସହରରୁ ବେପାରୀ ସେ ଗଛକୁ ଦେଖିବାକୁ ଆସୁଥିଲେ। ଗୋଟେ ବେପାରୀ ହରିକୁ ବହୁତ ବଡ଼ ଅଫର ଦେଲା। ଯଦି ତୁମେ ଏ ଗଛ କାଟିଦବ, ତ ତୁମର କେତେ ପିଢ଼ି ଆରାମରେ ବସିକି ଖାଇବେ। ହରି, ଏବେ ଆମର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ। ହେଲେ ବାବା, ତମେ ସବୁବେଳେ କହୁଥିଲ ଗଛ ଆମକୁ ପଇସା ନାହିଁ, ଜୀବନ ଦେଇଥାଏ। ହରି କିଛି ସମୟ ଧୀରେ ରହିଲା। ଏ ଗଛ ଖାଲି ଆମ ଗରିବୀ ଦୂର କରିବାକୁ ହୋଇନଥିଲା। ଏ ଗଛ ଆମକୁ ପରିଶ୍ରମ ଓ ଧୈର୍ଯ୍ୟ ରଖିବା ଶିଖେଇଛି। ମୁଁ ଏହାକୁ ପୁରା ବିକି ପାରିବିନି। ତୁମେ କ'ଣ କହିବାକୁ ଚାହୁଁଛ? ଏହାର କିଛି କାଠ ବିକି ପାରିବି, ତେବେ ଏ ଗଛ ବଞ୍ଚିକି ରହିବ। ଭବିଷ୍ୟତରେ ସବୁ ଜାଣିପାରିବେ, ଆଶାକୁ କାଟାଯାଏ ନାହିଁ। ବାବା, ଯଦି ସେଦିନ ସାଧୁ ବାବା ଏ ମଞ୍ଜି ଦେଇନଥାନ୍ତେ? ହେଲେ ବି ମୁଁ ପରିଶ୍ରମ କରିଥାନ୍ତି। ଅସଲି ଯାଦୁ ମଞ୍ଜିରେ ନାହିଁ, ମଣିଷର ବିଶ୍ୱାସରେ ଥାଏ। ସତରେ ପରିଶ୍ରମର ଫଳ କେବେ ନା କେବେ ନିଶ୍ଚୟ ମିଳିଥାଏ। ଗରିବ ଲୋକର ସବୁଠୁ ବଡ଼ ଶକ୍ତି ପରିଶ୍ରମ ଓ ବିଶ୍ୱାସରେ ଥାଏ।